ପିଲାମାନେ ଆଜି ଆମେ ସମଦଶକ ମିତ୍ରକ ପ୍ରଣାଳୀର ଗୁଣନ ଜାଣିବା। ଦେଖ ଗୋଟେ ରହୁଛି 24 ଆଉ 26 ଏଇଟା ସମଦଶକ ମିତ୍ରକ ପ୍ରଣାଳୀଟା ଗୁଣନ କରିବା କେମିତି। ଦେଖ 24 ପାଖରେ 24 ଅଛି 4 ଆଉ 6 ମିଶିଲେ କେତେ 10 ମାନେ ଏକ ଘର ମିଶି 10 ହେଉଥିବ ଆଉ 10 ଘର ଦୁଇଟା ସମାନ ହେଉଥିବ ଥିଲେ ଏଟା କେମିତି ଗୁଣନ କରିବା ସମଦଶକ ମିତ୍ରକ ପ୍ରଣାଳୀରେ। କ'ଣ କରିବା ପ୍ରଥମେ ଆମେ 4 କୁ 6 ଦ୍ୱାରା ଗୁଣିବା ଡାହାଣ ପଟରେ ଲେଖିବା। ତାପରେ ଏଠି ଅଛି 2 ଅଛି 10 ଘରେ ବି 2 ଅଛି 24ରେ ମଧ୍ୟ 2 ଅଛି 10 ଘରେ 26ରେ ମଧ୍ୟ 10 ଘରେ 2 ଅଛି। 2ର ପରବର୍ତ୍ତୀ ସଂଖ୍ୟା କେତେ 3 2 ସହିତ 3 କେ ଗୁଣିବା। ତାପରେ ଗୁଣିଲା ପରେ ତାପରେ ପରବର୍ତ୍ତୀ ଷ୍ଟେପ୍ରେ ଆମେ କ'ଣ କରିବା 2ରେ 3 ଗୁଣିଲେ କେତେ 6 4 6 ଗୁଣିଲେ 24 ତାହେଲେ ଆମ ଆନ୍ସର୍ ହେଲା 624। ତାହେଲେ ଏଇଭଳି ଭାବରେ ଆମେ ସମଦଶକ ମିତ୍ରକ ପ୍ରଣାଳୀରେ ଗୁଣ କରିପାରିବା। ଧନ୍ୟବାଦ।